ମାନେ ତମେ ପ୍ରତିଦିନ ସ୍କୁଲ ଯାଉଛ? हाँ सर ସ୍କୁଲ ଯେତେବେଳେ ଯାଉଛ ପ୍ରଥମେ କ'ଣ କରୁଛ? सफेई प्रार्थना କ୍ଲାସ୍ ହେଉଛି। ହଁ ହଉ, ତାହେଲେ ତୁମେ ତୁମ ସ୍କୁଲରେ ଦେଖିଥିବ ଅକ୍ଟୋବର 2 ତାରିଖ ଦିନ ତୁମ ସ୍କୁଲରେ କିଛି ଗୋଟେ ପାଳନ କରୁଥିବ। କ'ଣ ପାଳନ କରୁଛ ସେଦିନ? गांधी का जन्मदिन ଗାନ୍ଧିଜୀଙ୍କ ଜନ୍ମଦିନ। ତାହେଲେ ସେ ଗାନ୍ଧିଜୀଙ୍କ ଜନ୍ମଦିନ ପାଳନ କରିକି ତୁମର ଭଳିଆ ଗୋଟେ ଛୋଟ ପିଲା ସହିତ କିଛି ଗୋଟେ ଗପ ଦେଇଛି ତୁମ ବହିରେ। ଚାଲ ସେ ଗପଟି ବର୍ତ୍ତମାନ ଆମେ ଆଗକୁ ପଢ଼ିବା। ସେଇ ଗପଟିର ନାଁ ହେଉଛି କ'ଣ ନା କହିବା ଆଗରୁ କରିବା। ସାନୁ ବିଦ୍ୟାଳୟରୁ ଘରକୁ ଫେରିଲା। ମା ତାକୁ ପଚାରିଲେ ତୁମ ବିଦ୍ୟାଳୟ ଆଜି କ'ଣ କ'ଣ ହେଲା? ସାନୁ କହିଲା ଆଜି ପରା ଅକ୍ଟୋବର 2 ତାରିଖ ଆମ ବିଦ୍ୟାଳୟରେ ଗାନ୍ଧିଜୀଙ୍କର ଜନ୍ମଦିନ ପାଳନ କରାଗଲା। ଆମେ ଓ ଆମ ଗୁରୁଜୀମାନେ ବାପୁଙ୍କ ଫଟୋ ଚିତ୍ରରେ ଫୁଲ ଚଢ଼ାଇଲୁ। ଆଉ କିଛି ହେଲା ନାହିଁ? ମା ପଚାରିଲେ। ସାନୁ ଉତ୍ତର ଦେଲା ହଁ, ଗୁରୁଜୀ ଗାନ୍ଧିଜୀଙ୍କ ବିଷୟରେ ସୁନ୍ଦର ସୁନ୍ଦର କାହାଣୀ ଶୁଣାଇଲେ। ବହୁତ ମଜା ଲାଗିଲା। ତୁମେମାନେ ବି ଦେଖିଥିବ ଯେତେବେଳେ ଗାନ୍ଧୀ ଜୟନ୍ତୀ ହେଉଛି ତୁମକୁ ତୁମ ସାର୍ମାନେ ଭାଷଣ ଟିକେ ଦେଉଥିବେ। ତୁମମାନଙ୍କୁ ବି କହୁଥିବେ ଭାଷଣ ଦିଅ। ତୁମେ ତ ଦେଉନଥିବ, କେଜା ଲାଗୁଛି ଦେଉଛ? କେହି ଦେଉନଥିବ, ବିସ୍କୁଟ ମିଚର ଖାଲି ଖାଇକି ଘରକୁ ଆସୁଥିବ। ମା ପଚାରିଲେ ଆଚ୍ଛା କ'ଣ ସବୁ ହେଲା କହିଲେ ଟିକେ? ସାର୍ମାନେ ସବୁ କ'ଣ କହିଲେ? ସାନୁ କହିଲା ଗାନ୍ଧିଜୀଙ୍କର ପିଲାଦିନର କେତେ ଚମତ୍କାର ଘଟଣା ବିଷୟରେ କହିଲେ। ମା କହିଲେ ଆଉ ତାଙ୍କ ବଡ଼ଦିନ କଥା କିଛି କହିଲେ ନାହିଁ? ସାନୁ କହିଲା ହଁ, ଖୁବ୍ କମ୍ କଥା। ସେ ପଚାରିଲା, ମାଆଙ୍କୁ ପଚାରିଲା, କହିଲା ତୁମେ କିଛି କହୁନ ଅଧିକ କିଛି। ମା କହିଲେ କହୁଛି ଶୁଣ। ନା ସାନୁ ଶୁଣିଲା। ଥରେ ଗାନ୍ଧିଜୀ ତାଙ୍କ ପତ୍ନୀ କସ୍ତୁରବା ବେମାରରେ ପଡ଼ିଥିଲେ। ଔଷଧ ପତ୍ରରୁ କିଛି ବି ସୁଫଳ ମିଳିଲା ନାହିଁ। ଗାନ୍ଧିଜୀ ଚିନ୍ତିତ ହୋଇ ପଡ଼ିଲେ। ସେ ପୁସ୍ତକରୁ ପଢ଼ିଥିଲେ ଯେ ବେମାରରେ ପଡ଼ିଥିବା ଲୋକ ଲୁଣ ନ ଖାଇଲେ ତାଙ୍କୁ କିଛିଟା ଉପକାର ହେବ। ତେଣୁ ସେ ଉପଦେଶଟି କସ୍ତୁରବାଙ୍କୁ ଦେବା ପାଇଁ ମନସ୍ଥ କଲେ। ମାନେ ସେ କସ୍ତୁରବାଙ୍କୁ କହିଲେ ଏଇଟା। ଗାନ୍ଧିଜୀ କସ୍ତୁରବାଙ୍କୁ କହିଲେ କି ତୁମେ ଖାଦ୍ୟରେ ଲୁଣ ମିଶାଇ ଖାଇବା ବନ୍ଦ କରିଦିଅ। ଆଚ୍ଛା ମୁଁ ବର୍ତ୍ତମାନ ତୁମକୁ ଟିକେ ପଚାରୁଛି, ତୁମେ ମାନେ ସବୁଦିନ ଭାତ ଯେଉଁ ଖାଉଛ, ମୁଁ କହିବି ତୁମେ ଭାତରେ ଲୁଣ ନ ପକାଇକି ଖାଅ କି ତରକାରୀ ଲୁଣ ପକା ନାହିଁ ଖାଇବ, ଖାଇପାରିବ କି? ଖାଇପାରିବନି। ତାହେଲେ ଗାନ୍ଧୀ ତାଙ୍କ ସ୍ତ୍ରୀକି ଏ କଥାଟା କହିଲେ। ବର୍ତ୍ତମାନ ଦେଖ କ'ଣ ହେଉଛି ଆଗକୁ। ଯେ ଲୁଣ ବିନା ଖାଦ୍ୟ ତ ସୁସ୍ୱାଦୁ ଲାଗେ ନାହିଁ। ଲୁଣ ବିନା କ'ଣ ଖାଦ୍ୟ ଖାଇ ହୁଏ? କସ୍ତୁରବା ଅମଙ୍ଗ ହେଲେ, ମାନେ ସେ ରାଜି ହେଲେନି ଖାଇବା ପାଇଁ। ଲୁଣ ବିନା ଖାଇବା ପାଇଁ ସେ ରାଜି ହେଲେ ନାହିଁ। ତୁମେ ଅବୁଝା ହେଉଛ କାହିଁକି? ତୁମର ପରା ଦେହ ଖରାପ। କିଛି ଦିନ ଲୁଣ ଛାଡ଼ିଦେଲେ ହୁଏତ ଆରୋଗ୍ୟ ହୋଇପାରନ୍ତ। ଗାନ୍ଧିଜୀ ଏପରି କହି କସ୍ତୁରବାଙ୍କୁ ବହୁତ ବୁଝାଇଲେ। ଯେମିତି ତୁମ ଘରେ ତୁମମାନଙ୍କୁ ତୁମ ବୋଉମାନେ ବୁଝୁଥିବେ, ପିଲେରେ ଖାଇବା ଯେଉଁଟା ଅଧିକ ଟିକେ ଖାଇଦିଅ, ତୁମ ଦେହ ସୁସ୍ଥ ହେବ, ତୁମେ ଜଲ୍ଦି ଜଲ୍ଦି ବଡ଼ ହେଇଯାଅ। ତୁମ ଘରେ କହୁଛ ନା କହୁନାହାନ୍ତି? ତୁମେ କିନ୍ତୁ ମାନୁନ ବୋଉଙ୍କ କଥା। ମାନୁଛ କି? ମାନିବ ଆଜିଠୁ। ତାପରେ କସ୍ତୁରବା ଟିକେ ମୁହଁ ଶୁକାଇ ଦେଲେ। ସେ କହିଲେ ଯଦି ତୁମକୁ କିଏ ଲୁଣ ଛାଡ଼ିବା ଦେବାକୁ କହିବ ତେବେ ତୁମେ କ'ଣ ଲୁଣ ଖାଇବା ବନ୍ଦ କରିପାରିବ? ଗାନ୍ଧିଜୀକୁ ପ୍ରଶ୍ନ ପଚାରିଲେ। ଗାନ୍ଧିଜୀ ଭାବିଲେ ଏ ତ ଠିକ୍ କଥା। ପରକୁ କହିବା ଯେତିକି ସହଜ, ନିଜେ କରି ଦେଖାଇବା କ'ଣ ସେତିକି ସହଜ ନୁହେଁ। ଏଇ କଥାକୁ ସେ ନିଜେ ଚିନ୍ତା କରିବାକୁ ଲାଗିଲେ। ନା ଆମେ ଯାହା ଅନ୍ୟକୁ କହୁ ପ୍ରଥମେ ସେଇଟା ଆମେ ନିଜେ କରି ଦେଖାଇବା ଉଚିତ, ତେବେ ଯାଇ ଏ ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବ। ଏଇ କଥାଟି ଗାନ୍ଧିଜୀ ମନେ ମନେ ବିଚାର କଲେ। କସ୍ତୁରବାଙ୍କୁ ଦେଇଥିବା ଉପଦେଶଟିକୁ ନିଜେ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ ନେଇଗଲେ। ଗାନ୍ଧିଜୀ କସ୍ତୁରବାଙ୍କୁ ଏଥର କହିଲେ ମୋତେ ଯଦି ରୋଗ ହୋଇଥାନ୍ତା, ଚିକିତ୍ସକ ଯେଉଁ ଜିନିଷ ଖାଇବାକୁ ବାରଣ କରିଥାନ୍ତେ ମୁଁ ଅବଶ୍ୟ ତାହା ଖାଇବା ବନ୍ଦ କରିଥାନ୍ତି। ଚିକିତ୍ସକ ମାନେ କିଏ କହିଲ? ଡାକ୍ତର ଯେଉଁଟା କହୁଛେ, ଯେଉଁଟା ବୈଦ୍ୟ। ବୈଦ୍ୟ ଯେଉଁ ଯେଉଁ ଜିନିଷ ଖାଇବା ପାଇଁ ମୋତେ ମନା କରିଥାନ୍ତେ ମୁଁ ସେ ଜିନିଷ କେବେ ହେଲେ ଖାଇ ନଥାନ୍ତି। ଏଥିରେ ସୁଫଳ ମିଳିଥାନ୍ତା। ନା ମୁଁ ତୁମକୁ ଲୁଣ ଖାଇବାକୁ ମନା କରିଛି, ତେଣୁ ପ୍ରଥମେ ମୁଁ ଗୋଟିଏ ବର୍ଷ ପାଇଁ ଲୁଣ ଛାଡ଼ି ଦେଉଛି। ତାହେଲେ ଗାନ୍ଧିଜୀ ତାଙ୍କ ସ୍ତ୍ରୀଙ୍କୁ ଯେଉଁ କଥାଟି କହିଥିଲେ ବର୍ତ୍ତମାନ ସେଇଟା ନିଜେ ପାଳନ କଲେ। ସତକୁ ସତ ଗାନ୍ଧିଜୀ ସେହି ମୁହୂର୍ତ୍ତରୁ ବିନା ଲୁଣରେ ଖାଦ୍ୟ ଗ୍ରହଣ କରିବା ପାଇଁ ଆରମ୍ଭ କରିଦେଲେ। ତାଙ୍କର ଏହି ଆଚରଣ କସ୍ତୁରବାଙ୍କ ଉପରେ ବହୁତ ପ୍ରଭାବ ପକାଇଲା। ତେଣୁ କସ୍ତୁରବା ମଧ୍ୟ ଏଣିକି ଲୁଣ ନ ମିଶାଇ ଖାଦ୍ୟ ଖାଇବା ଆରମ୍ଭ କରିଦେଲେ। ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଉଠିଲେ। ତେଣୁ ତୁମେମାନେ ବି ଲୁଣ ଅଳ୍ପ ଅଳ୍ପ ଖାଇବ, ଅଧିକ ଖାଇବନି। ଅଧିକ ଖାଇଲେ ଆମ ଦେହକୁ ଅସୁସ୍ଥ ହେବ। ସାନୁକୁ କାହାଣୀ ଶୁଣାଇବା ପରେ ମା କହିଲେ ବୁଝିଲୁ ସାନୁ, ବାପୁ ଏମିତିକା ମଣିଷ ଥିଲେ ଯେ ଯାହା କହୁଥିଲେ ତାହା ନିଜେ କରି ଦେଖାଉଥିଲେ। ସେଥିପାଇଁ ସ୍ୱାଧୀନତା ସଂଗ୍ରାମ ବେଳେ ଗାନ୍ଧିଜୀଙ୍କ ସହିତ ସମଗ୍ର ଦେଶର ଲୋକେ ଏକଜୁଟ ହୋଇ ଚାଲୁଥିଲେ। ହଉ, ବିଷୟଟା ଏବେ ବୁଝିପାରିଲ ଭଲରେ? ତାହେଲେ ତୁମମାନଙ୍କୁ ଯଦି କିଛି କେବେ ରୋଗ ହୁଏ କି ତୁମ ଘରେ କାହାକୁ ରୋଗ ହୁଏ, ତାହେଲେ ତୁମେ ତାଙ୍କୁ ପ୍ରଥମେ କ'ଣ କହିବ? ଲୁଣ ଛାଡ଼ିଦେବା ପାଇଁ। ତାହେଲେ ବିଷୟଟା ସମସ୍ତେ ଭଲ ଭାବରେ ବୁଝିଗଲ? ଆଚ୍ଛା, କେବେ ଗାନ୍ଧିଜୀଙ୍କର ଜନ୍ମଦିନ ପାଳନ କରାଯାଏ? अक्टोबर 2 तारिख ସାନୁର ବିଦ୍ୟାଳୟରେ ଗାନ୍ଧିଜୀଙ୍କ ଜନ୍ମଦିନ କିପରି ପାଳନ କରାଯାଇଥିଲା? फूल चंदन पिंधाई କାହାକୁ ଫୁଲ ଚନ୍ଦନ ଦିଆଯାଇଥିଲା? जो गांधी जी फोटो रे ତାହେଲେ ବେମାରରେ ପଡ଼ିଥିବା କସ୍ତୁରବା କିଏ ଥିଲେ? गांधी जी पत्नी।
ତାହେଲେ ଗାନ୍ଧୀଜୀ ପୁସ୍ତକରୁ କ'ଣ ପଢ଼ିଥିଲେ? ବେମାରରେ ପଡ଼ିଥିବା ଲୋକ ଲୁଣ ନ ଖାଇଲେ କିଛିଟା ଉପକାର ପାଏ। ତାହେଲେ ଗାନ୍ଧୀଜୀ କସ୍ତୁରବାଙ୍କୁ କି ଉପଦେଶ ଦେଇଥିଲେ? କିଛି ଦିନ ଲୁଣ ଖାଇବାକୁ ବନ୍ଦ କରିଦିଅ। ତାହେଲେ କସ୍ତୁରବା ଅମଙ୍ଗ ହେବାରୁ ଗାନ୍ଧୀଜୀ କ'ଣ ଚିନ୍ତା କଲେ? ଅନ୍ୟକୁ କହିବା ଯେତିକି ସହଜ ନିଜେ କରି ଦେଖାଇବା ସେତିକି ସହଜ ନୁହେଁ। ହଉ ତାହେଲେ ଏଇ ବିଷୟଟାରେ ଆମେ ଜାଣିଲେ ଯେ ଆମେ ଅନ୍ୟକୁ ଯେଉଁ କଥା ଗୁଡ଼ାକ କହିବା ପ୍ରଥମେ ଆମେ ନିଜେ କରି ସେଇଟା ଦେଖାଇବା। ମନେକର ତୋର କିଛି କାମ କରିବାର ଅଛି, ତୁ ଆଗ ପ୍ରଥମେ କାହାକୁ କହିବୁନି ଯେ ତୁ ଏଇଟା କରିପାରୁନୁ ମୁଁ ଏଇଟା କରିଦେଉଛି। ଆଗ ନିଜେ କରିକି ଦେଖେଇବ, ତାପରେ ଯାଇକି ଅନ୍ୟକୁ କହିଲେ କିଛି ଲାଭ ଅଛି। ବୁଝିହେଲା?